ପିନ୍ଧିବେ ମୋର ନାହିଁ। ମୁଁ ଯେମିତି ହୁଆ ଜାଣିବି। ବୋଉ ବୋଉ ଜଲ୍ଦି ଆ ମତେ ପଇସା ଦବୁ। ସବୁ ସାଙ୍ଗ ମାନେ ମୋର ଡ୍ରେସ୍ ଆଣି ସାରିଲେଣି। ଇଏ ଆଣିନି ମୋର ଏକୁଟିଆ। ଯେତେବେଳେ ଗୋଟେ ଯାହା ଆଣିବା ପାଇଁ କହିବ ସବୁବେଳେ ଗୋଟେ କହିବ ପଇସା ନାହିଁ। ବୋଉ ଜଲ୍ଦି ଦେ ମତେ। ଏ ଟୋକା ଏମିତି ସାପ ଭଳିଆ ଫଁ କଣ ହଉଛୁ? ମା ଉପରେ ଯେତିକି ଫଁ ହଉଛୁ ଯାଉନୁ ଯା ତୋ ବାପା ଆଗରେ ସେଟା ଫଁ ହବୁ। ଚୁପ୍ ବେ ବୁଢୀ, ବେଶୀ କଥା କହିଲା। ତୁ ଯା ସିଆଡେ। ତୁ ଜମା ମୋ କଥାରେ ମୁଣ୍ଡ ପୁରାନା। ଏଡିକି ବକଟେ ଛୁଆ କହିଲା ମୋ କଥାରେ ମୁଣ୍ଡ ପୁରାନା। ତୋ କଥା ଆଡେ ଏତେ ବଡ ତୋ କଥାରେ ମୁଣ୍ଡ ପୁରେଇବିନି। ବୁଢୀ ଛୁଆ ସବୁବେଳେ ଗୋଟେ ମୋ ମୁଣ୍ଡ ଖରାପ କରୁଛି। ସବୁବେଳେ ମୋ ମୁଣ୍ଡ ଖରାପ କରୁଛି। ବୋଉ ତୁ ଆସିବୁ ନା ମୁଁ ଯାଇକି ସେ ଘରେ କୁମ୍ପି ଭାଙ୍ଗିଦେବି। ଆଚ୍ଛା ତୋର ସେଇ ବଡ କଥାଟା ହେଲା ପଇସା ନବୁ। ପଇସା ନେଇକି କଣ କରିବୁ କି ରେ? ତତେ ଜଣା ପଡୁନି ବୋଧେ ରଜ ଆଇଲାଣି। ମୁଁ ରଜରେ ନୂଆ ଡ୍ରେସ୍ ପିନ୍ଧିବି। ଆରେ ସବୁ ସାଙ୍ଗ ମାନଙ୍କର ଆସିଲାଣି ଡ୍ରେସ୍, ଖାଲି ମୋର ଆସିନି। ଭଲ ଡ୍ରେସ୍ ଅଛି ଯଦି ମୋର ଭଲରେ 4 ହଳ ଡ୍ରେସ୍ ନେଇ ଆସ, ନହେଲେ ଦେଖିବ ପୁଣି। ହଁ ତତେ ପୁଣି ଦେଖିବୁ? ଆମେ କଣ ତତେ ଦେଖିନୁ? ତୁ ବୁଢୀ ଗୋଇଠା ଖାଇବୁ, ମୋ ପାଖରୁ ଗୋଇଠା ଖାଇବୁ। ପୁରା ପାଟି ବନ୍ଦ ରଖ। ତୁ ଗୋଇଠା ମାରିବୁ? ମାଇଲୁ ସେ ଗୋଡକୁ ଧରିକି ବୁଲେଇ ନଡିଆ ଗଛକୁ ଛାଟି ଦେଇଥିବି। ସେଇଠି ବସିକି ସେ ନଡିଆ ଗଛକୁ ଗୋଇଠା ମାରୁଥିବୁ। ହଁ ତୁ ମତେ ଖୁବାଡି ଦବୁ, ମୁଁ ମୋ ବୋଉ ପାଖରେ କହିଦେବି। ଭଲିକି ନାମ ନଉଥିବୁ। ତୋ ବୋଉକୁ କଣ ମୁଁ ଡରିଛି? ଡରିଛି ମୁଁ ତୋ ବୋଉକୁ ଧରିକି ସେଇଭଳିଆ ବୁଲେଇ ତାଳ ଗଛକୁ ଖୋପାଡ଼ି ଦେଇଥିବି। ସେ ତାଳ ଗଛ ଉପରେ ବସିଥିବ ଆଉ। ତୁ ମୋ ବୋଉକୁ ତାଳ ଗଛକୁ ଖୋପାଡ଼ି ଦବୁ? ରହ ବୁଢୀ, ମୋ ବୋଉ ଆସୁ, ଦେଖ ମୁଁ ତା କଥାରେ କଣ କହୁଛି। ତୋ ବୋଉଟା ରାଷ୍ଟ୍ରପତି ତ, ତୁ କହିଦେଲେ ମୁଁ ଖାଲି ଡରିଯିବି। ଏଇଟା ଦେଖୁଛୁ? ଏଇଟା ହାତ ନୁହଁ, କଙ୍କଡାର ଯୋଉ ଗୋଡ ଦିଟା ଦେଖିନୁ? ଏଇଟା ହଉଛି ସେଇଟା। ତୋ ବୋଉର ବେକକୁ କଚିକିଣି ଧରିକି କାଟିଦେବି। ଯାଇଥିବ ତ ଏକାଥରେ ଆଉ। କହିଲା ବୋଉ ଆସିଲେ କହିଦେବି। ମୁଁ ଯେମିତି ଡରି ଯାଉଛି ଆଉ। ତୁ ମୋ ବୋଉ ସହିତ ପଙ୍ଗା ନେଇ କିଛି ଠିକ କରୁନୁ ବୁଢୀ। ଦେଖିବୁ ବୁଢୀ, ତୋ ଅବସ୍ଥା ପୁରା 12 ବାଜିଯିବ। ଟକା ହାତ ଦେଖଉଛି ମତେ, ଦେଖିବୁ ମୋଡିଦେବି। ଭାରି ମୋଡୁଛୁ ବୁଢୀ। ଗୁଲୁରୁ କଣ ହଉଛି? ଜେଜେମାକୁ ଏମିତି କହନ୍ତି? ବୋଉ ଦେଖେ ଜେଜେମା କଣ କହୁଛି। କଣ କହୁଛନ୍ତି? ମୁଁ ଜେଜେମାକୁ କହିଲି ମୋ ବୋଉ ପଇସା ଦବ, ମୁଁ ଡ୍ରେସ୍ ଆଣିବି। ମତେ କହୁଛି ତୋ ବୋଉ ବହୁତ ପଇସା ଦଉଛି ତତେ ବୁଲେଇ ନଡିଆ ଗଛକୁ ଖୋପାଡ଼ି ଦେବି, ଆଉ ତୋ ବୋଉକୁ ବୁଲେଇ ତାଳ ଗଛକୁ ଖୋପାଡ଼ି ଦେବି। ମୁଁ ଯେମିତି କହିଲି ମୁଁ ସବୁ ବୋଉ ପାଖରେ କହିଦେବି। ମତେ କହୁଛି ମୋର ଏଇ ହାତ ଦେଖୁଛୁ, ପୁରା କଙ୍କଡା ହାତ ଭଳିଆ ହେଇଛି। ତୋ ବୋଉ ବେକକୁ ଧରିକି କଚିକିଣି କାଟିଦେବି, 2 ଖଣ୍ଡ ହେଇଯିବ। ଆଚ୍ଛା ଆଉ କହିଲା ତୋ ହାତଟାକୁ ବି କାଟିଦେବି। ବାପରେ, ଏ ଟୋକଳି କଣ ମତେ ଏମିତି ଅନେଇଲାଣି? ଗୋଟା ଗିଳିଯିବ ନା କଣ? ତମର ସାହସ କେମିତି ହେଲା ଏମିତି କଥା କହିବା ପାଇଁ? ତମେ ମୋ ବେକ କାଟିଦବ? ଗୋଟେ ସେକେଣ୍ଡ ରୁହ। ବେକ କେମିତି କଟାଯାଏ ଦେଖ, ମୁଁ କହୁଛି। ବୋଉଲ ଜେଜେମା କଣ ହେଲା ତୋର? ତା ମାନେ ମୁଁ କଥା ଭାବୁଥିଲି। ହେ ଭଗବାନ, ଇଏ କି ଠିଆ ଭୟଙ୍କର ଭାବନା। ମାଲୋ ମୋ ଛାତି କଣ ହେଇଯାଇଥିଲା। ଜେଜେମା କଣ ହେଲା ଲୋ? ନାଇଁ ବେ ଟୋକା, କିଛି ହେଇନି। ମୁଁ ଟିକେ ଖାଲି ଟିକେ ଭାବୁଥିଲି। କଣ ଭାବୁଥିଲୁ? ସେ କିଛି ନୁହଁ। ତୁ କଣ ପାଇଁ ଏଠି ବସିଛୁ? ମୁଁ ବୋଉ କହିଲା ଆସିଲେ ରୋଷେଇ ଘରୁ ମତେ ପଇସା ଦବ, ମୁଁ ଡ୍ରେସ୍ ଆଣିବି, ସେଇଥିପାଇଁ ବସିଛି। କଣ ଡ୍ରେସ୍ ଆଣିବୁ? ବୋଉ ଦେଖିଲ, ଘଣ୍ଟେ ହେଲାଣି ମୋ ସହିତ ଲଗେଇଛି ଡ୍ରେସ୍ ଆଣିବି। ଜମା ମୋ କଥା ଶୁଣୁନି। କି ବେ ଟୋକା, ତୋ ଡ୍ରେସ୍ ଗୁଡାକ ବା ମୋ ଆଲମାରୀ ସବୁ କାଣ୍ଡି ହେଇଛି। ପୁଣି କଣ କରିବୁ ଡ୍ରେସ୍ ଗୁଡାକ? ଗାଁର ସବୁ ଛୁଆ ସେ ନୂଆ ଡ୍ରେସ୍ ପିନ୍ଧିବେ, ମୁଁ ସେ ପୁରୁଣା ଡ୍ରେସ୍ କୁ ପିନ୍ଧିବି। କଣ କହିଲୁ? ପୁରୁଣା? ଆସିଲୁ ଦେଖେଇଦବୁ କୋଉଠି ପୁରୁଣା ଅଛି। ଅଷ୍ଟମୀରେ ତ ମାମୁଁ ଗୋଟେ ଆଣିଥିଲେ ନୂଆଟେ। ସେଦିନ ମାଉସୀ ଘରକୁ ଯାଇଥିଲୁ, ସିଏ ଗୋଟେ ଦେଲା ନୂଆଟେ। ସବୁ ତ ନୂଆ ଅଛି, ପୁଣି ପୁରୁଣା କଣ? ମୁଁ ସେଗୁଡା ପିନ୍ଧିବିନି। ମୁଁ ସେଗୁଡା ଥରେ ପିନ୍ଧିଛି, ସବୁ ମୋ ସାଙ୍ଗ ଗୁଡାକ ଦେଖିଛନ୍ତି। ମୁଁ ପୁଣି ସେଗୁଡା ପିନ୍ଧିବି ରଜରେ? ଦେଖିଦେଲେ କଣ ହେଇଗଲା? ସେମାନେ ଦେଖିଦେଲା ବେଳକୁ ତୋର କଣ ପୁରୁଣା ହେଇଯାଉଛି? ଆଉ ନା ଭାଉ, ଦୋକାନରେ କେତେ ଲୁଗାପଟା ସବୁ ଦେଖୁଛନ୍ତି, ସେଗୁଡା କଣ ପୁରୁଣା ହେଇଯାଉଛି?
ମୁଁ ସେଗୁଡା ଏତେ କଥା ଜାଣିନି। ମୁଁ ନୂଆ ଡ୍ରେସ ପିନ୍ଧିବି ମାନେ ନୂଆ ଡ୍ରେସ ପିନ୍ଧିବି। ମତେ ଯଦି ଆଣିକି ନ ଦବ ଦେଖିବ ମୁଁ କଣ କରିବି। ମନେ ରଖିଥା ବୋଉ ମୁଁ କଣ କହିଥିଲି। ବୋଉ ମୁଁ କଣ କହୁଥିଲି କି ଏଇ ବାଡି ପଟରେ ଗୋବର ଗୁଡାକ ବହୁତ ହେଇଗଲାଣି। ଗୋଟେ ଲୋକକୁ ଡାକି ଆଣୁନା ଚକୁଡି ଚାକୁଡି ଦବ ତାଡି ତୋଡି ଦବ। ଖରା ଯୋଉ ଭଳି ହଉଛି ଗୋଟେ ଦିନରେ ବି ଶୁଖିଯିବ। ଆଲୋ ଆଉ କଣ ଲୋକ ଦରକାର? ଏବେ ଗୋଟେ ଲୋକ ହେଇଗଲାଣି। ସେଇ ଚକୁଡି ଚାକୁଡି ପକେଇବ ମୁଁ ତୋଡି ତୋଡି ଦେବି ଆଉ। କାହିଁକି ଆଉ ପଇସା ଖର୍ଚ୍ଚ କରିବୁ? ଆଉ ସେଇ ଚକୁଡି ଚାକୁଡି ପକେଇବ ସେଇ ପଇସାରେ ତାର ଗୋଟେ ଡ୍ରେସ ନେଇ ଆସିବୁ। ଦେଖ ଦେଖ ହେଇ ଗେଡୁ ଆଇଲା ପଚାର ତାକୁ। ଏହାର କଣ ହେଇଛି କେବେ? ହଁ ମୁହଁଟା କଣ ପୁରା ଶୁଖି ଯାଇଛି? ଚାରିଟା ଡ୍ରେସ ଆସିଛି। ଇଏ ତ ଖୁସିରେ ନାଚିବା କଥା। ମୁହଁଟା ଏମିତି ଶୁଖି ଯାଇଛି କାହିଁକି? ଗେଡୁ ବେ ଗେଡୁ ଶଳା ଏଟା କୁଆଡେ ହେଲା? ଘର ଲୋକ ତ ଯାହା କରୁଛନ୍ତି ଶାନ୍ତିରେ ଟିକେ ମନ ଦୁଃଖ କରିବା ପାଇଁ ବି ଦଉନାହାନ୍ତି ମାନେ। ଆବେ ସେଠି କାହିଁକି ଆଇଲୁ? ଆସୁନୁ। କଣ ହେଲା କହ। ଆବେ ତୋର କଣ ହେଇଛି? ତୁ କଣ ତଳକୁ ଅନେଇ ଅନେଇ ଆଉଛୁ, ତଳକୁ ଅନେଇ କଥା କହୁଛୁ, କଣ ହେଇଛି? ନାଇଁ ମାନେ ମୁଁ କଣ କହୁଥିଲି କି ମାନେ ତଳକୁ ଅନେଇକି ଆସିବା ଦରକାର। କାଳେ କୋଉଠି ପଇସା ମିଳିଯିବ। ବର୍ଷା କହିଲା ପଇସା ମିଳିବ। ମତେ ଆଗେ କହ ତୋର କେତେ ଖଣ୍ଡ ଡ୍ରେସ ଆସିଛି? ମୋର କଣ କହିବି ମୁଁ ଜାଣିପାରୁନି। ଘରେ କହିଲେ ବେଳକୁ ବି ଦଉନାହାନ୍ତି। କଣ କରିବି? ସତ କଥା କହିଲେ ଇଜ୍ଜତ ପଳେଇବ। କଣ କହିବି ଜାଣିପାରୁନି କିଛି। ଆବେ କହୁନୁ ଏବେ ଭାବୁଛୁ କଣ? ମୋର 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 4 ଖଣ୍ଡ ଆସିଛି। ଆବେ 4 ଖଣ୍ଡ ଆଇଛି। ପୁରା ଖୁସି ହେଇକି କହିବା କଥା। ଏତେ କୁନ୍ଥେଇ ହେଇକି କଣ କହୁଛୁ? ନାଇଁ ମାନେ ମୁଁ ତୋ ସହିତ ପରେ କଥା ହେବି। ମୁଁ ଯାଉଛି ଏବେ। ଆବେ ଗେଡୁର କଣ ହେଲା? ଏ ସତରେ 4 ଖଣ୍ଡ ଆଣିଛି ନା ମିଛରେ କହୁଛି ଆମକୁ? ଆବେ ୟା କଥାବାର୍ତ୍ତାରେ ମତେ ଯାହା ଲାଗୁଛି ଏଟା ମିଛ କଥା ହିଁ କହୁଛି। ମତେ ଲାଗୁଛି ସେତେବେଳେ ମିଲି ଥିଲା ବୋଲି ଟିକେ ଦେଖେଇ ହେଇକି କହୁଥିଲା। ଏବେ ଦେଖୁନୁ କେମିତି କୁନ୍ଥେଇ ହେଇକି କହୁଛି। ଆବେ ହଁ ବେ ମୁଁ ବି ସେଇ କଥା ଭାବୁଛି ବା। ଯେ ଦୀପାବଳିରେ ଦିଟା ବାଣ ଆଣିକି ଫୁଟେଇବନି ଆମ ପାଖରୁ ନେଇକି ଫୁଟେଇବ, ସିଏ ପୁଣି ରଜରେ 4 ହଳ ଡ୍ରେସ ଆଣିଛି। ଏ ଶଳା ମିଛ କଥା ହିଁ କହୁଛି। ରହ ରହରେ ପୁଅ ନାମଟା ନବୁ। ଆମକୁ ଭୁଆ ବୋଲେ ଦେଇକି ପଳେଇବୁ? ହଁ ଏ ଚିଣ୍ଟୁ ଚାଲ ଚାଲ ତା ପାଖକୁ ଟିକେ ଯିବା।